नमः शिवाय। कर्पूरगौरं करुणावतारं संसारसारं भुजगेन्द्रहारं सदा वसन्तं हृदयारविन्दे भवं भवानी सहितं नमामि। शिवपुराण द्वितीय खंड। आजिर विषय रही माता पार्वतींकर कुमारंको सांत्वना प्रदान। चैनल जदि नुआ अछंती चैनल को सब्सक्राइब करी बेल आइकन को प्रेस कर दियंतो। प्रतिदिन सकाळ 7टाରୁ 8टा पर्यंत शिवपुराण गोटिए अध्याय हेउ पछे निश्चय श्रवण करंतु। ताहले आसंतु सुनिबा माता पार्वतींकर कुमारंको सांत्वना प्रदान। सकल ऋषि एबे मन देई शुण, सदाशिवंक चरित करंतु श्रवण। अमृत समचरित तांकर शुणिब, अति प्रिय सेहि जन तांकर होइब। गणेशंकर थिले ही दुईटी नंदन, मंदिर द्वारे थांती पितांको मानेण। तीर्थमान पर्यटन एबेळे करीण, मंदिर सम्मुखे पहुँचिले षडानन। द्वार देशरे नंदन दुहिंकु भेटिले, चिन्हि न पारिण तांको प्रश्न पचारिले। कहु दुई बालक जे तुम्भे कार सूत, एका भଳି तुम्भे माने दिशुअछ सत। काहिंकी आसिछ एठी संगरे के अछि, मो आगरे परिचय कुह बाल बस्ती। कार्तिकेयंक वचन शुणिबेनि बाल, आम्भे दुहे नाती अटु महेश्वरंकर। महोदय गणनायक नाम आम्भर, द्वार जगाई अछंती प्रभु बलराम। गजाननंक नंदन आम्भे दुई जान, केउ कार्य हेतु एथे कल आगमन। महादेवंकर नाती आम्भे बेनि जन, केतुका कुंतला गर्भो होइछि जनम। पुत्रंक मुखरु शुणी एसन वचन, आश्चर्य होई पुछंती तांको षडानन। बेनि सुत सत्य कुह आम्भर आगर, गजानन गणनाथ हेले कि प्रकार। से कथा विस्तारी मोते कुह बेनि जन, आद्य प्रांत करी कुह मोते बुझाइण। भाई बेनि सेनानीक वचन शुणिले, षोलधर धर्म परायण संसार रे। विचारिण वृषध्वज श्रेष्ठ धर्म नीति, ध्रुवराज कुमारंको करिले किमिति। केतु काजे शकुंतला बेनि नारी नाम, षोलधारी विभा देले प्रभु तत्क्षण।
ତାଙ୍କ ଗର୍ଭ ବୃଥା 10 ଭାଇ ହେଲୁ ଜନ୍ମ। 4 ଦ୍ୱାରେ 8 ଭାର ଅଛନ୍ତି ଜଗିଣ। ଆନେ 4 ସୁତ ଗଜା ନନ ଯେ ପାଶରେ। ଗଣପତି ରହିଛନ୍ତି ପୁରୀ ସହରରେ। ବେନି ଭ୍ରାତ ଏହିପରି ବୁଝାଇ କହିଲେ। ଶୁଣିଣ କୁମାର ସ୍ତମ୍ଭୀ ଭୂତ ହୋଇଗଲେ। ଅତି ଦୁଃଖ ମନେ ସ୍କନ୍ଧ ବିଚାରନ୍ତି ତହିଁ। ପିୟର ଜନନୀ ନିରି ଦୟ ମୋହ ପାଇଁ। ଚାହିଁବନି ମୁଖ ମୁହିଁ ପିତା ମାତାଙ୍କର। ପଶ୍ଚିମ ମୁଖ ହୋଇଣ ତହୁଁ ଚାଲିଗଲେ। କ୍ରୋଧ ହେତୁ ପଛକୁ ଯେ ଅନାଇ ନଥିଲେ। ମୟୂର ପୃଷ୍ଠରେ ସ୍କନ୍ଧ ବସି ଚଳିଗଲେ। 2 ଭାଇ ପରସ୍ପର କଥାବାର୍ତ୍ତା ହେଲେ। କାହିଁ ପାଇଁ ଆସିଥିଲେ ଏଥି ଷଡ଼ାନନ। ନ ଶୁଣି ଆମ୍ଭର କଥା ଗଲେ ବାହୁଡ଼ିଣ। କିଏ ସେହି ମହାତ୍ମା ଯେ ଜାଣିବ କିପରି। ଚାଲ ମାତାଙ୍କ ନିକଟୁ ପୁଛିବା ବିଚାରି। ସେଠାରୁ ବେନି ପୁତ୍ର ଯେ ହୋଇଣ ଅନ୍ତର। ମାତାଙ୍କ ନିକଟେ ଯାଇ ହୋଇଲେ ହାଜର। ମାତାଙ୍କ ନିକଟେ ଯାଇ ପ୍ରବେଶ ହୋଇଲେ। ଆଦି ମାତାଙ୍କୁ ଦେଖିଣ ନମିଲେ ପଦରେ। ମାତାଙ୍କ ଚରଣେ ପଡ଼ି ଯୋଡ଼ିବେନି କର। କହନ୍ତି ମୋ କଥା ଶୁଣ ଜଗତ ଜନନୀ। କୌତୁକ ବିଷୟ ଯାହା ହୋଇଛି ଘଟଣା। କହୁଅଛୁ ମନ ଦେଇ ସେହି କଥା ଶୁଣ। ଏକଇ ପୁରୁଷ ଆସି ଦ୍ୱାରରେ ମିଳିଲେ। ମୟୂର ପୃଷ୍ଠରେ ସେହି ଜନ ବସିଥିଲେ। 16 ମୁଖ 12 ଭୁଜ ତାର। ନଖ ବେନି ଚରଣରେ ଦିଶଇ ସୁନ୍ଦର। ପୁଛିଲେ କାହାର ସୁତ ତୁମ୍ଭେ ବେନି ଜନ। ଦ୍ୱାର ଦେଶେ ରହିଅଛି କରିଏ କାରଣ। ତାଙ୍କର ବଚନ ଶୁଣି ତାହାଙ୍କୁ ଯେ କହି। ଯା ପୁଛିଲେ କହୁଅଛୁ ଶୁଣ ମନ ଦେଇ। ସଦାଶିବଙ୍କ ନନ୍ଦନ ପ୍ରଭୁ ଗଜାନନ। ସେ ଆମ୍ଭ ଜନକ ଆମ୍ଭେ ତାଙ୍କର ନନ୍ଦନ। ସେହି ଷଡ଼ମୁଖ ପୁନ ରପି ପୁଛା କଲେ। ସତ୍ୟ କଥା କୁହ ଏବେ ମୋହର ଛାମୁରେ। ଗଣପତି କେଉଁ ରୂପେ ହେଲ ଗଜାନନ। ତାଙ୍କୁ ଶାଢ଼ୀ ଦେଲେ ହରସରେ ପଞ୍ଚାନନ। ଆମ୍ଭର ବଚନ ଶୁଣି ମନେ ଦୁଃଖ କଲେ। ବହୁତ ଦୁଃଖ କରିଲେ ତାଙ୍କ ଅନ୍ତରରେ। ଆଉ ନ ରହିବ ସୁଖ ପିତା ମାତାଙ୍କର। ମୟୂର ରହି ସେଠାରୁ ହୋଇଲେ ଅନ୍ତର। ମୌନ ହୋଇଲେ
କରିବେନି ଭ୍ରାତ। ତଦୁତ୍ତାରେ ଯା ଘଟିଲା ଶୁଣ ସେ କୃତାନ୍ତ। ନାତିଙ୍କ ବାକ୍ୟ ଶୁଣିଣ ଗିରିଶ ନନ୍ଦିନୀ। ମୃଗାନହଙ୍କୁ ପାଶକୁ ରାଇଲେ ତକ୍ଷଣୀ। ତାର ପୃଷ୍ଠେ ମାତ ବସି କରିଲେ ଗମନ। ପୁତ୍ର ସ୍ନେହେ ଉଦବେଳି ତ ହେଉ ଅଛି ମନ। ଚଉପାଶେ ବେଢ଼ି ଯୋଗ୍ନି କରନ୍ତି ଗମନ। ହୈମବତୀ ଗମୁଛନ୍ତି ଅଗ୍ରେ ଷଡ଼ାନନ। ଷଡ଼ାନନ ପଶୁଥିଲେ ବାରିଧି ଜଳରେ। ପାର୍ବତୀ ମାତ ଦୂରରୁ ତାହାଙ୍କୁ ଦେଖିଲେ। କୋଳେ ଉଭା ହୋଇଲେଟି ଜଗତର ମାତ। କୋମଳ ସ୍ୱରେ ଡାକିଣ ଭାସିଲେ ମନ୍ତ। ଦେବଙ୍କ ସେନାନୀ ଆରେ ମା ଜ୍ୟେଷ୍ଠ ନନ୍ଦନ। ଜଳେ ନ ପୁଣ ଧନ ତୁ ଶୁଣ ମୋ ବଚନ। ଗଣପତି ସିନା ହୋଇ ଲାଟି ତୋର ଭାଇ। ସ୍ୱର୍ଗ ରାଜ୍ୟର ସେନାନୀ ରେ ନନ୍ଦନ ତୁହି। ଈଶ୍ୱରଙ୍କର ନନ୍ଦନ ତୁମ୍ଭେ ବେ ନିଜନ। ନୟନ ପିତୁଳି ଆସ ମାନମ ବଚନ। ଏକ ଅଂଶରୁ ତୁମ୍ଭେ ଯେ ହୋଇଲ ଜନମ। ପୋଡ଼ିଯାଏ ଗର୍ଭ ମୋର ତୋ ଦୁଃଖ ଦେଖିଣ। ଅତି ଶୋକରେ ଡାକନ୍ତି ଜଗତ ଜନନୀ। ନ କହନ୍ତି ପ୍ରତ୍ୟୁତ୍ତର କ୍ରୋଧରେ ସେନାନୀ। ପାର୍ବତୀ ବୋଲନ୍ତି ଧନ ପାଶେ ଆସ ମୋର। ନ ଆସିଲେ ମୁଁ ପଶିବି ଅନଳ ମଧ୍ୟର। ଜାଳିଲେ ଅନଳ ଦେବୀ କହି ରହେ ସନ। ପ୍ରଜ୍ୱଳିତ ହୋଇ ଉଠିଲା କହୁତା ସନ। ପରିପ୍ଲୁତ ହେଲେ ଦେବୀ ସନ୍ତାନ ସ୍ନେହରେ। ଅତି ଦୁଃଖ ରୋଦନ କରିଲେ ଯେ ଉଦ୍ଧରେ। ଅଗ୍ନି ମଧ୍ୟରେ ନାସିବି ଏ କ୍ଷଣି ଶରୀର। ନିରାଶ କରିବୁ ଯେବେ ମୋତେ ରେ କୁମାର। ମାତ ଏମନ୍ତ କହିଣ ପଶିବାର ପାଇଁ। ପଶିବା ଦେଖି କୁମାର ପ୍ରବେଶିଲେ ତହିଁ। ଏଠାରୁ ଯାହା ଘଟିଲା ଶୁଣ ଦେଇ ମନ। କାର୍ତ୍ତିକେୟ ଯା କହିଲେ ଶୁଣ ମୁନିଗଣ। ଜନନୀ ଗୋ କହିଅଛି ଯଦି କରି ସତ୍ୟ। କିପରି ତ୍ୟାଗିବି ସେହି ବଚନକୁ ମୁଁ ତ। ମୁଖ ନ ଚାହିଁବି ମୁହିଁ ପିତା ମାତାଙ୍କର। ବିମୁଖ ହୋଇଲେ ଯେବେ ଜନନୀ ପିୟର। କିମ୍ପାଇଁ ଆସିଣ ମୋର କୋଟାଳ କରୁଛ। ବିଫଳ ହୋଇବ ଧର୍ମ କିବା ନ ଜାଣିଛ। ହୁଅ ହର୍ବ ମୁଖ ସମ୍ମୁଖକୁ ଯିବି ମୁହିଁ। ନହିଲେ ମୋ ଠାରୁ ଆଶା ଦିଅ ମା ଛଡ଼ାଇ। ସତ୍ୟ କରିଛି ଚାହିଁବି ନାହିଁ ତବ ମୁଖ। ଛିଡ଼ା ହେଲେ ଷଡ଼ାନନ ଅନ୍ତରରେ ଦୁଃଖ।
ପୂର୍ବମୁଖ ହୋଇଲେ କ ଜଗତର ମାତ। ସେନାନୀ ତାଙ୍କ ନିକଟେ ହେଲେ ଉପସ୍ଥିତ। ମହୋଦଧି କୂଳେ ଉଭା ହେଲେ ଷଡ଼ାନନ। ଉତ୍ତର ନ ଦେଇ କଲେ ପଶ୍ଚିମେ ବଦନ। ପୂର୍ବମୁଖ ହୋଇଛନ୍ତି ମାତ ଜଗତର। କିବା ଉପମା ଦେବାଟି ପଶ୍ଚିମେ କୁମାର। ମାତ ଉଭା ହୋଇ ଯହିଁ କରିଲେ କ୍ରନ୍ଦନ। ନୟନ କଜଳ ହେଲା ଭୂତଳେ ପତନ। ଅଞ୍ଜନା ନାମେ ଗିରିଜେ ଜାତ ହେଲା ତହିଁ। ଲୋତକ ହୋଇଲା ଯମୁନା ନାମରେ ନଈ। ଯେଉଁ ସିନ୍ଦୁର ପଡ଼ିଲା କ୍ରନ୍ଦନର କାଳେ। ସେ ସିନ୍ଦୁର ଭାଇରିକି ଭୂଧର ବଳିଲେ। ପଶିବାକୁ ଯେ ଅଗ୍ନିକୁ ଢାଜାଳିଥିଲେ ମାତ। ଜ୍ୱାଳାମୁଖୀ ନାମେ ଅଗ୍ନି ହୋଇଲା ବିଖ୍ୟାତ। ଅଦ୍ୟାବିଧି ଦେଖାଯାଏ ଭୂତଳରେ ଥାଇ। ପ୍ରତ୍ୟକ୍ଷ ବଚନ ଏହା ପରୋକ୍ଷ ନୁହଁ। ଆହେ ମୁନି ଗଣ ଶୁଣ ଏଥୁ ଅନନ୍ତରେ। କୁମାରଙ୍କୁ ପ୍ରବୋଧିଣ ଜନନୀ କହିଲେ। ଧୀରେ ଆଶ୍ୱାସିଣ ବଚନ କହିଲେ ବୁଝାଇ। ଶାନ୍ତ ହେଲେ ଶିବ ସ୍ଥାନ କିଛି ନ କହି। ବାହାନୁ ଓହ୍ଲାଇ ଦେବୀ ପୁତ୍ରକୁ ଧରିଣ। ପ୍ରଭୁଙ୍କ ପାଶେ ମିଳିଲେ ଯହିଁ ସଂକର୍ଷଣ। ଜନନୀ ନନ୍ଦନ ନମିଲେ ପ୍ରଭୁଙ୍କ ପଦେ। ଷୋଳହସ୍ତ ବେନି ଜନ ତୋଳିଲେ ଆନନ୍ଦେ। କର ଯୋଡ଼ି হৈମବତୀ କହନ୍ତି ବଚନ। ବ୍ରହ୍ମାଣ୍ଡର ନାଥ ପଶୁ ପତି ଏବେ ଶୁଣ। ଶେଷ କରି ତୀର୍ଥ ଯାତ୍ରା ତୁମ୍ଭର ନନ୍ଦନ। ପଶ୍ଚିମ ଦ୍ୱାରରେ ଆସି ମିଳିଲେ ତକ୍ଷଣ। ଗଣେଶଙ୍କ ବେନି ସୁତ ଥିଲେ ସେ ଦ୍ୱାରରେ। ପୁଛନ୍ତି ଦୁହେଁ ତାଙ୍କୁ ସମସ୍ତ କହିଲେ। ବିମୁଖ ହୋଇଣ ସେହି ଗଲେ ବାହୁଡ଼ିଣ। ନୋଇଲେ ନ ଚାହିଁବି ମୁଁ ଦୁହିଁଙ୍କ ବଦନ। ପିତା ମାତା ମୁଖ ନ ଚାହିଁବେ ଷଡ଼ାନନ। ତାଙ୍କ ପଛେ ପଛେ ମୁହିଁ ଗଲି ଗୋଡ଼ାଇଣ। ପଶୁ ଥିଲା ଦେଖିଲି ମୁଁ ସମୁଦ୍ରର ନୀରେ। ଝାମିବା ପାଇଁ ଅନଳ ଜାଳିଲି ତୀରରେ। ଷଡ଼ାନନ ବାହୁଡ଼ିଲେ ମୋ ଦୁଃଖ ଦେଖିଣ। ଏବେ ତୁମ୍ଭର ଚରଣ କରିଲେ ଦର୍ଶନ। ନ ଦେଖିବ ଆମ୍ଭ ମୁଖ ପ୍ରତିଜ୍ଞା କରିଛି। ତଲୁକ ବଦନ ପୋତି ତେଣୁ ରହିଅଛି। ତ୍ରିଲୋଚନ ଶୁଣି ଏହା ଆନନ୍ଦିତ ମନ। ସ୍ନେହ ଭରେ ନନ୍ଦନକୁ କଲେ ଆଲିଙ୍ଗନ। ଆଶ୍ୱାସନ କରେ ଅଙ୍ଗ ଆଭାସି ଦେଇଣ। ସ୍ୱର୍ଣ୍ଣ ପଦ୍ମମାଳା ଦେଲେ
ଗଲେ ଲମ୍ବାଇଣ। କୁଣ୍ଡଳ ଲଗାଇ ଦେଲେ ଦ୍ୱାଦଶ କର୍ଣ୍ଣରେ। ରତନ କିରଣ ଝଟ କୁ ଅଛି କର୍ଣ୍ଣରେ। ବାହୁବନ୍ଧ ଶ୍ରୀଭୁଜରେ କଙ୍କଣ କରରେ। ହରିଦ୍ରା ଚନ୍ଦନ ବୋଳି ଦେଲେ କି ଅଙ୍ଗରେ। ଚରଣେ ରୂପ ସ୍ୱର୍ଣ୍ଣ ଯେ ମୁଦ୍ରିକା ହସ୍ତରେ। ନାନାବିଧ ଅଳଙ୍କାର ଖଞ୍ଜିଲେ ଅଙ୍ଗରେ। ଶୁକ୍ଳ ବସନ ପାଟ ପିନ୍ଧାଇଣ ଦେଲେ। ଦୋସଡ଼ା ବସନ ଆଣି ସ୍କନ୍ଧରେ ରଖିଲେ। ବିଚିତ୍ର ମୁକୁଟ ଶିରେ ଦେଲେ ପିନ୍ଧାଇଣ। ଝଟ ଝଟ ଦିଶିଲେ ରେ ଯେପରି ରତନ। ପଶ୍ଚିମ ଦୁଆର ଜଗିଥିବ ଯତନରେ। ପଶ୍ଚିମାଧିପତି ହେଲୁ ପଶ୍ଚିମ ଦୁଆରେ। ଶୁଣ ଋଷିମତି ହେଲେ ବୀର ଷଡ଼ାନନ। ଜନକ ଜନନୀ ପଦେ କରିସିଲେ ପ୍ରଣାମ। ହରତାକୁ ପଶ୍ଚିମ ଦିଗର ପୁରି ଦେଲେ। ଶକ୍ତିଧର ଜୁର ଠାଇ ଆନନ୍ଦିତ ହେଲେ। କୃତିବଶ ଆଦ୍ୟ ଗଣଙ୍କୁ ଆଦେଶ ଦେଲେ। ଛାଡ଼ି ଆସ ପଶ୍ଚିମ ଦିଗ ଯେ ନବରେ। ଶୁଣି କରି ଆନନ୍ଦିତ ହେଣ କୁମାର। ତକ୍ଷଣେ ଚଢ଼ିଲେ ତାଙ୍କ ବାହନ ମୟୂର। ପଟୁଆର କରି ବାହାରିଲେ ଶିବଗଣ। ଚଉପାରୁ ସେ ଚଳନ୍ତି ଗଣ ଯେ ବେଢ଼ିଣ। ଫୁଲ ଛତି ଟେକୁଛନ୍ତି ଆଲଟ ପଡ଼ଇ। ରୁଦ୍ରବଳ ଘେନି ଯାନ୍ତି ପହଣ୍ଡ ମଣାଇ। କାହାଳି ମର୍ଦ୍ଦଳ ସଙ୍ଗ ଭେରି ବଜାଇଣ। ଆନନ୍ଦରେ ଯାଉଛନ୍ତି ଈଶ୍ୱର ନନ୍ଦନ। ଲକ୍ଷ୍ୟ ଆଲମ୍ବ ବିମଳ ପଡ଼ୁଣ ଛଇ। ବୈରେଣ ଟେକି ପୁଣି ପୁଷ୍ପ ବରଷଇ। ମହାସମ୍ଭର୍ବେ ବିଜୟ କରିଲେ କୁମାର। ଜୟଧ୍ୱନି କରୁଥାନ୍ତି ମରଣେ ଅମର। ଶୂନ୍ୟପୁର ଭେଦି କରି ଦୁନ୍ଦୁଭି ବାଜଇ। ଆକାଶ କୁସୁମ ବୃଷ୍ଟି ନିରନ୍ତର ହୋଇ। କହିଲା ପବନ ସୁଗନ୍ଧ ବହନ କରି। ସମସ୍ତଙ୍କ ମନ ସ୍ନେହେ ପଡ଼ିଲା ଉଛୁଳି। କୁମାର ପଶ୍ଚିମ ଦିଗ ଗଣରେ ରହିଲେ। ପିତାମାତାଙ୍କ ଚରଣ ବନ୍ଦନା କରିଲେ। ଶ୍ରୀଚନ୍ଦ୍ରଶେଖର ରୂପ କରିଣ ଧ୍ୟାନ। ଗୀତ ଛନ୍ଦରେ ରଚିଲେ ବୁଦ୍ଧିମନ୍ତ ଦୀନ। ସତ୍ୟବତୀ କନ୍ୟା ଚରିତ। ଶିବଙ୍କ ଚରିତ ସନାତ କୁମାର ବାଣୀ। ସର୍ବ ଋଷି ଗଣ ହେଲେ ଆନନ୍ଦିତ ଶୁଣି। ତୁମ୍ଭେ ମହାପୁଣ୍ୟବନ୍ତ ଧାତାଙ୍କ ନନ୍ଦନ। ତ୍ରିଜଗତେ କେ ନହିବ ତୁମ୍ଭର ସମାନ। ଆମ୍ଭର ସମୀପେ ଯାହା ବିସ୍ତାରି କହିଲ।
ଶୁଣ ପବିତ୍ର ଆମ୍ଭେ ଯେ ହୋଇବୁ ସକଳ। ଶିବଙ୍କ ଚରିତ ଯାହା ଆପଣଙ୍କୁ ଜଣା, ବୁଝାଇ କୁହନ୍ତୁ ତାହା ଆହେ ମହାମନା। ଗଜାନନ ଷଡ଼ାନନ ଜନମ ବୃତ୍ତାନ୍ତ, ଆମ୍ଭମାନଙ୍କୁ ତ କହି ଅଛନ୍ତି ସମସ୍ତ। ଶୁଣିଲେ ଆନନ୍ଦ ଜନ୍ମେ ସେ ସର୍ବଚରିତ, କହିଛନ୍ତି ସେବକ ଶୁଣିଛୁ ଯେ ସମସ୍ତ। ପୁଣି ଆନନ୍ଦିତ ହୋଇ ସଦୟ ହୋଇଣ, ପରମ ବ୍ରହ୍ମ ଜ୍ଞାତ ସର୍ବ କରନ୍ତୁ ବର୍ଣ୍ଣନ। କଥାଏ ପଚାରୁଅଛୁ ଋଷିଏ ସକଳ, ସ୍ନେହ ଭାବ ବହି କୁହ ଧାତାର ଦୁଲାଳ। ନନ୍ଦୀଶ୍ୱର କାହୁଁ ପୁଣି ହୋଇଲେ ଜନମ, ଗଣଙ୍କ ମଧ୍ୟରେ ଶ୍ରେଷ୍ଠ କୁହ ବୁଝାଇଣ। ସେହି କିମ୍ପା ପୂଜ୍ୟ ହେ ସଂସାର ମଧ୍ୟର, ତାଙ୍କ ଉପରେ ପ୍ରସନ୍ନ ସଦା ଶୂଳଧର। ଶ୍ରବଣ କରିବା ପାଇଁ ଏ ଚରିତ ମାନ, ଆହେ ମହାମୁନି ଏବେ ବଳି ଅଛି ମନ। କୌତୁକ ଚରିତ ଗୋଟି ଆମ୍ଭଙ୍କୁ କହିଣ, ଶୁଣି ମନୁ ସନ୍ଦେହ ଯେ ଜୀବ ଦୂରେଇଣ। ମସ୍ତକରେ କର ଦେଇ ସର୍ବ ଋଷି କୂଳ, ମୁଖକୁ ଚାହିଁଲେ ସର୍ବେ ହୋଇଣ ବିକଳ। ଦେଖି କରି ଋଷି ସଦା ଶିବଙ୍କୁ ସ୍ମରିଲେ, ନନ୍ଦୀଙ୍କର ଜନ୍ମ କଥା ଆରମ୍ଭ କରିଲେ। ଅତି ଚମତ୍କାର କଥା ଶୁଣ ଦେଇ ମନ, ନନ୍ଦିକେଶ୍ୱର କିପରି ଲଭିଲେ ଜନମ। କୌତୁକ ଚରିତ ଏବେ ଶୁଣ ଋଷିଗଣ, ଶୁଣିଲେ ଆନନ୍ଦ ହେବ ତବ ପଞ୍ଚମନ। ହରିଶ୍ଚନ୍ଦ୍ର ନାମେ ପୂର୍ବ କାଳେ ନରପତି, ପୁତ୍ର ସମମଣି ପ୍ରଜା ପାଳନ କରନ୍ତି। ସୂର୍ଯ୍ୟବଂଶୀ ସେ ରାଜନ ଧାର୍ମିକ ଗଣନ, ପାଦ ତଳେ ଖଟିଥାନ୍ତି ନରପତି ଗଣ। ସୌର୍ଯ୍ୟବନ୍ତ ଧାର୍ମିକ ଯେ ପଣ୍ଡିତ ଅଟନ୍ତି, ଶତ୍ରୁ ଆସିଲେ ତାହାକୁ ବିନାଶ କରନ୍ତି। ହରିଶ୍ଚନ୍ଦ୍ର ରାଜା ଦାତାଙ୍କର ଅଗ୍ରଗଣ୍ୟ, ପ୍ରବଳ ପ୍ରତାପୀ ନୃପ ମରତ ଭୁବନ। ସାତ୍ୱିକ ମନେ ବହୁତ ନେଲେ ଦାନ ଧ୍ୟାନ, ପ୍ରବେଶିଲେ ଆସି ବିଶ୍ୱାମିତ୍ର ନର ରାଣ। ମାଗନ୍ତେ ପୃଥିବୀ ବିଶ୍ୱାମିତ୍ରେ ଦାନ କଲେ, ମାତ୍ର ଦକ୍ଷିଣା ତାହାଙ୍କୁ ନେଇ ନ ପାରିଲେ। ନିଜକୁ ବିକ୍ରୟ କଲେ ଦକ୍ଷିଣାର ଯାଇ, ପୁତ୍ର ଭାର୍ଯ୍ୟା ବିକ୍ରି କଲେ ପୁନ ନର ସାଇ। ତାଙ୍କର ଯଶ କୀର୍ତ୍ତି ଯେ ଯୁଗ ଯୁଗ ପାଇଁ, ଆଦ୍ୟାବଧି ଲୋକେ ସର୍ବ ବୁଲୁଛନ୍ତି କହି। ଜୟା ଦେବୀ ରାଜାଙ୍କର ପତ୍ନୀ ମନୋରମା, ଗୌରୀଙ୍କ ସାପେ ମର୍ତ୍ତେ
ହୋଇଲେ ଜନମ, ତାହାଙ୍କର ନାମ ଗୋଟି ଅଟେ ସତ୍ୟବତୀ। ସୁନ୍ଦର ପଣରେ କେହି ନଥିଲେ ଟିଖିତି, ସର୍ବଦା ଧର୍ମ କର୍ମରେ ତାହାଙ୍କର ମନ। ଧାର୍ମିକ ଅଂଶ ଜନ୍ମିଲେ ଥିଲେ ନର ରାଣ, ଶୁଣି କରି ଏହି କଥା ଭାସି ଋଷି ଗଣ। କୌତୁକ ଗାଥା ସର୍ବାଗ୍ରେ କରନ୍ତୁ ବର୍ଣ୍ଣନ, ଶୁଣିବୁ ଏ କଥା ଘଟି ଆମ୍ଭେଟି ଗୋସାଇଁ। ଗୌରୀ ଜୟାଙ୍କୁ ସାପ ବିନିମନ୍ତେ ଦେଇ, ହରିଶ୍ଚନ୍ଦ୍ରଙ୍କର ପତ୍ନୀ କିପରି ହୋଇଲେ। କୁହ ମୁନି ସନ୍ଦେହ ଯେ ଲାଗୁଛି ମନରେ, ବଜୟନ୍ତୀ ବରଧାତ୍ରୀ ଋଷିଗଣ ଶୁଣ। ଶୂଳପାଣି ଗୌରୀଙ୍କ ସଙ୍ଗେ ଏକ ଦିନ, ରାସ କ୍ରୀଡ଼ା କରୁଥିଲେ ନାନା ଦିବନ୍ଧରେ। ପ୍ରେମରେ ବୁଡ଼ିଣତି ମନ ଆନନ୍ଦରେ, ଜୟା ଦେବୀ ପ୍ରବେଶିଣ କଲେ ଦର୍ଶନ। ପ୍ରଭୁଙ୍କ ରୂପ ଦେଖିଣ କାମରେ ମଗନ, ମନ କଳି ତାହାକୁ ରମିବାକୁ ଧରି। ଚିତ୍ତ ଛନ୍ନ ଛନ୍ନ ହେଲା ଦେଖିଣ ତାଙ୍କରି, ମନ୍ମ ମଥ ରୋମେ ରୋମେ ବିନ୍ଧେ କାମସର। ବିହଳିତ ହୋଇ ଜୟା ହୋଇଲେ ବିକଳ, ଶିବ ମୂରତିରେ ତହୁଁ ମନ ବଳାଇଲେ। ଅପଘନ ପୁଲକିତ କମ୍ପେ କାମସରେ, ହିତାହିତ କଥା ଜୟା ପାଶୋରିଣ ଦେଲେ। ଗୌରୀ ଜୟାଙ୍କ ଭାବ ଦେଖିଣ ଜାଣିଲେ, କାମେ ଅବଷ୍ଠମ ଜୟା ସଖୀ ତାହାଙ୍କର। ଶରୀରକୁ ସେଦ ଝରୁ ଅଛି ଝର ଝର, ଶିବଙ୍କର ପତ୍ନୀ ଗିରି ରାଜାର ନନ୍ଦିନୀ। ଜୟା ବିମୋହିତ କାମେ ପାରିଲେ କଜାଣି, ଶିବଙ୍କୁ ରମିବା ପାଇଁ ବଳାଇଛି ମନ। ମହାରୋଷ କଲେ ଦେବୀ ହୋଇ କୋପମନ, ଜୟା ମୁଖକୁ ଚାହିଁଲେ ଆରକ୍ତ ନୟନ। ବୋଇଲେ ହାରିଲୁ ଜୟା ହିତାହିତ ଜ୍ଞାନ, ତ୍ରିପୁରାରୀ ଏକ ପତ୍ନୀ ବ୍ରତରେ ଦୀକ୍ଷିତ। ନ ଛୁଇଁବେ ଅନା ନାରୀ ନେଇଛନ୍ତି ସତ୍ୟ, ତୋହିତ ଜାଣିଛୁ ଦୃଢ଼ ବ୍ରତ ଭୋଳାଙ୍କର। କେନେ ସତ ବଳାଇଲୁ ଭୋଳାଙ୍କ ଉପର, ପ୍ରଭୁଠାରେ ମୋହି ହୋଇଲୁ ତୁ ହି କିପରି। ବିନିମନ୍ତେ ମନେଇଥିଲୁ ତୁ ତ୍ରିପୁରାରୀ, ମନ ମେଜାସ ଚଞ୍ଚଳ କରିଲୁ ଆମ୍ଭର। ଦେଉଅଛି ଅଭିଶାପ ଘେନ ନାରୀ ବର, ଏ ସ୍ଥାନରୁ ଦୂର ହୋଇ ଯାଅ ଜୟା ତୁହି। ନର ଯୋନିରେ ଜନମ ମୋର ତରେ ଯାଇ, ଜଣେ ରାଜନ ହୋଇବେ ପତି ଯେ ତୋହର। ଯେଣୁ କାମେ ଅଷ୍ଟାସ୍ତମ ହେଲୁ ନାରୀ ବର, କେତେ କାଳ ନିବ। 「 ଶିବୁ ମର୍ତ୍ତ୍ୟ ଭୁବନରେ, ତୋହି ତ ଜାଣିଛୁ ଦୃଢ଼ ବ୍ରତ ଭୋଳାଙ୍କର। କେନେ ସତ ବଳାଇଲୁ ଭୋଳାଙ୍କ ଉପର, ପ୍ରଭୁଠାରେ ମୋହି ହୋଇଲୁ ତୁ ହି କିପରି। ବିନିମନ୍ତେ ମନେଇଥିଲୁ ତୁ ତ୍ରିପୁରାରୀ, ମନ ମେଜାସ ଚଞ୍ଚଳ କରିଲୁ ଆମ୍ଭର। ଦେଉଅଛି ଅଭିଶାପ ଘେନ ନାରୀ ବର, ଏ ସ୍ଥାନରୁ ଦୂର ହୋଇ ଯାଅ ଜୟା ତୁହି। ନର ଯୋନିରେ ଜନମ ମୋର ତରେ ଯାଇ, ଜଣେ ରାଜନ ହୋଇବେ ପତି ଯେ ତୋହର। ଯେଣୁ କାମେ ଅଷ୍ଟାସ୍ତମ ହେଲୁ ନାରୀ ବର, କେତେ କାଳ ନିବସିବୁ ମର୍ତ୍ତ୍ୟ ଭୁବନରେ।
ତୋର ମନ ବାଞ୍ଛା ସଖୀ ହୋଇବ ସଫଳ। ତଦୁତ୍ତାରେ ଆସିବୁ ତୁ ପାଶକୁ ମୋହର। କୈଳାସତେ ଯୋଗ ଜୟା କରନା ଉଛୁର। ଗୌରୀଙ୍କ ଅଭିଶାପ ପାଇ ନାରୀ ବର। ତକ୍ଷଣେ କୈଳାସପୁର ହୋଇଲା ଅନ୍ତର। ଜ୍ୟୋତି ରୂପେ ପ୍ରବେଶିଲା ଆସି ମୋର ତରେ। ଜନମ ଲଭିବ ଏବେ କାହାର ଉଦରେ। ଧର୍ମକେତୁ ନରବର ଥିଲେ ମଥୁରାର। ମଧୁମତୀ ନାମେ ଥିଲା ଭାରି ଜାତାଙ୍କର। ପତି ପତ୍ନୀ କାମ କ୍ରୀଡ଼ା କରିବା ବେଳରେ। ରଜବୀର୍ଯ୍ୟ ମିଳି ପରେ ଶରୀର ମଧ୍ୟରେ। 10 ମାସ ଅନ୍ତେ ପୁଣି ଜନ୍ମିଲେ ଧରାରେ। କେହି ସମ ନୁହେଁ ତାଙ୍କୁ ସୁନ୍ଦର ପଣରେ। ସତ୍ୟବତୀ ନାମ ତାଙ୍କ ପିତା ମାତା ଦେଲେ। ଶୁଣ ସର୍ବଜାତି ଗଣ ଏଥୁ ଅନନ୍ତରେ। ବଢ଼ିଣ ସେ ଦିନ ଦିନ କୁମାରୀ ହୋଇଲେ। ଚନ୍ଦ୍ରକଳା ବଢ଼େ ଯେନେ ଶୁକ୍ଳ ପକ୍ଷରେ। ନବୀନ ଯୁବତୀ ହେଲେ 16 ବର୍ଷରେ। ରୂପ ଦେଖି ମୋହି ଗଲେ ସ୍ୱର୍ଗେ ସୁନାସିର। ବର ଠିକଣା କରନ୍ତି ଖୋଜି ନୃପରାଣ। ହରିଶ୍ଚନ୍ଦ୍ର ସୂର୍ଯ୍ୟବଂଶେ ହୋଇଥିଲେ ଜନ୍ମ। ବରପଣେ ଧର୍ମକେତୁ ବରିଲେ ରାଜାଙ୍କୁ। ମଧୁବନ ଦେଶେ ଆଣି କନ୍ୟା ଦେଲେ ତାଙ୍କୁ। ବିବାହ ଉତ୍ସବ ରାଜା ତହିଁ ବଢ଼ାଇଲେ। ହରିଶ୍ଚନ୍ଦ୍ର କନ୍ୟା ଘେନି ନିଜ ରାଜ୍ୟ ଗଲେ। ବହୁତ ଦାନ ସେ ଦେଲେ ଡାକି ଦ୍ୱିଜଗଣ। ରୂପ ଦେଖିଣ ରାଜନ ଆନନ୍ଦିତ ମନ। ଇନ୍ଦ୍ରହର ସଜେହ୍ନେ ସେ ସଚିଙ୍କୁ ଲଭିଣ। ତେସନ ଆନନ୍ଦ ହେଲେ ହରିଶ୍ଚନ୍ଦ୍ର ରାଣ। ନିଷେକ କରମ ହେତୁ ମଣ୍ଡିଲେ ନିବାସ। ଉତ୍ସବ କଲେ ରାଜନ ନଗ୍ରରେ ସେଦିନ। ନିଶି ପ୍ରବେଶିଲା ଗୃହେ ଚଳିଲେ ରାଜନ। ସତ୍ୟବତୀ କରିଛନ୍ତି ଗୃହରେ ଶୟନ। ତପ୍ତ ସୁବର୍ଣ୍ଣ ସଦୃଶ ଦିଶଇ ଶରୀର। ସତେକି ବିଜୁଳି ବିଜେ ଏକ ସ୍ଥାନର। ଅଲଙ୍କିତ ଦ୍ରବ୍ୟ ପରି ଚରଣ ରାଜଇ। ନସି ଜ୍ୟୋତି ବିଜୁଳିଠୁ ବଳି ଝଟକଇ। ରମ୍ଭା ସଦୃଶ ଯେ ଯାନ ନିତମ୍ବ କରୀର। ଦିଶୁଅଛି ଆଗରେ ଯେ ଅତ୍ୟନ୍ତ ସୁନ୍ଦର। ନାଭିକୂପ ପଦ୍ମଦଳ ସମାନ ସୁନ୍ଦର। ଡମ୍ବରୁ ସଦୃଶ କଟି ଦିଶେ ମନୋହର। ବକ୍ଷସ୍ଥଳରେ ତ୍ରିବଳି ରେଖା ବିଦ୍ୟମାନ। ଭରତ ବେନି ପୃଥୁଳ ଦିଶେ ସୁଶୋଭନ। ବେନି ବାହୁ ମୃଣାଳ ଯେ ଦଣ୍ଡର ସମାନ। ବେନି କର ସତେ କିବା ଫୁଟନ୍ତା ସୁମନ। ଦର ଫୁଟା ଚମ୍ପା ସଜେ ଅଙ୍ଗୁଳି ଦିଶଇ। କାମ କରୁ କଳି କରି
କଜ ଯେ ସଭଇ ବିମ୍ବ ଫଳର ଧର କମ୍ବୁ କଣ୍ଠି ସେଇ ମନ୍ଦହାସେ ସୁସାରସ ଝରିଣ ପଡ଼ଇ ରଖିଲା କି ଗଜମୋତି ସିନ୍ଦୁର ମଧ୍ୟରେ ଦନ୍ତପନ୍ତି ଦିଶୁଅଛି ସେପରି ସୁନ୍ଦର ତିଳ ପୁଷ୍ପ ପରିନାଶା ଖଞ୍ଜନା ନୟନୀ ମୁନିଏ ଢଳି ପଡ଼ିବେ ଶୁଣି ମୃତ୍ୟୁବାଣୀ ମଦନ ଧନୁ ଭ୍ରୁଲତା ଗୁଣ ଯେ ଅଞ୍ଜନ୍ୟ ଆଡ଼ ନୟନେ ଚାହିଁଲେ ବିନ୍ଧଇ ମଦନ ପୂର୍ଣ୍ଣ ସୁଧା କର ଯେହ୍ନେ ଶରତ ଋତୁର ତେହ୍ନେ ଶୋଭନ ଦିଶଇ ଶ୍ରୀମୁଖ ମଣ୍ଡଳ କର୍ଣ୍ଣ ଅତି ମନୋହର କୁଞ୍ଚିତ ଯେ ଗଭା ଯତ୍ନ କରି ବସିଅଛି ଦିଶେ ମନ ଲୋଭା ଅଙ୍ଗେ ଆଭରଣ ନାନା ଅଳଙ୍କାର ମାନ ଦୂରକୁ ଜ୍ୟୋତି ତାହାର ଯେ ଜାଜୁଲ୍ୟମାନ ଦଣ୍ଡଧାରୀ ସନକ ସ୍ୱରୂପ ଦେଖିଣ ସ୍ୱର୍ଗ ଅପସରି ଏକ ବିଚାରିଲେ ମନ ମାନବୀ ପରି ଏ ନାରୀ ଦେଖାଯାଉ ନାହିଁ ସ୍ୱରୂପ ଦେଖି ରାଜନ ହୋଇଗଲେ ମୋହି ହରିଶ୍ଚନ୍ଦ୍ର ରୂପ ଦେଖି ଆଶ୍ଚର୍ଯ୍ୟ ହୋଇଲେ କିବା ଦୁର୍ଗା ଜାତ ହେଲେ ମୋର ତ ମଣ୍ଡଳେ ଭଲ ପଟେ ଆନ ଏକ ଚକ୍ଷୁ ନୃପରାଣ ଦେଖି ଆଶ୍ଚର୍ଯ୍ୟ ହୋଇଲେ ଧାର୍ମିକ ରାଜନ ଛୁଇଁବା ପାଇଁ ଉଚିତ ନୁହଁ ମୋହର ଦୁର୍ଗା ଦେବୀଙ୍କ ଲକ୍ଷଣ ଅଙ୍ଗେ ନାରୀର ଶିବଙ୍କର ଭୋଗ୍ୟା ଏହି ନାରୀ ତଟଇ ଏହାଙ୍କର ଯୋଗ୍ୟ ପତି ସ୍ୱୟଂ ଶିବ ପାଇଁ ଏସନ ବିଚାରି ରାଜା ନମସ୍କାର କଲେ ଚାଲି ଆଇଲେ ସେ ସ୍ଥାନ କିଛି ତ ପଚାରି ପୂର୍ବ ଶୟନ ସ୍ଥାନରେ ପ୍ରବେଶ ହୋଇଲେ ମନ ଦେଇ ରାଜାଙ୍କ ଏ ପାଦରେ ଖଟିଲେ ସେ ଯୁବତୀ କଥା ରାଜା ରାଣୀଙ୍କୁ କହିଲେ ଦେଖିନି ଏପରି ନାରୀ ସଂସାର ମଧ୍ୟର ବାହୁଡ଼ିଲି ଦେଖି ତାଙ୍କ ତୃତୀୟ ନୟନ ପୋଡ଼ି ଯାଉଥାନ୍ତା ଅଙ୍ଗ ଥିଲେ ମୋ ଛୁଇଁଣ ସର୍ବମହାଦେଇ ଶୁଣି କହନ୍ତି ବଚନ ସାପ ଯୋଗୁ ଦେବୀ ନିଶ୍ଚେ ହୋଇଛି ଜନମ ସନ୍ଦେହ ଜନ୍ମିଲା ଯେବେ ତୁମ୍ଭରି ମନରେ ବାଜିବ ହେ କାନ୍ତ କେବେ ତାହାର ପାଶରେ ଧର୍ମବନ୍ତ ପଣ୍ଡିତ ଯେ ଗୁଣବନ୍ତ ମହାନ আগত ভবিষ্য তুম্ভে সর্ব কথা জাণ তুম্ভ আগে কি কহিবু বুদ্ধি ন দিশই মৌন হেলে রাশিয়ে এসনক কহি রাস বিনোদরে নৃপ নিশি পুহাইলে প্রভাত হুয়ন্তে নৃপ ବାହାର ହୋଇଲେ ବିଶ୍ୱାସୀ ଜନମାନଙ୍କୁ ପାଶ କୁରାଇଲେ
ବେନି ମନ୍ତ୍ରୀ ବସାଇଲେ ତାହାଙ୍କର ତୁଲେ। ସତ୍ୟବତୀ କଥା ନୃପ ତାହାଙ୍କୁ କହିଲେ। ପାତ୍ର ମନ୍ତ୍ରୀ ଶୁଣି କରି ଆଶ୍ଚର୍ଯ୍ୟ ହୋଇଲେ। ଗ୍ରହଣ ନ କରି ତାଙ୍କୁ ଆହେ ନରରାଣ। ବେଳକେ ଜାଣିବ ନିଶ୍ଚୟ ତାଙ୍କ ଦୋଷ ଗୁଣ। ଭିନ୍ନ ନବର ତୋଳାଇ ରଖାଅ ତାହାଙ୍କୁ। ଜାଣିପାରି ନ ପଶ୍ଚାତେ ୟାର କାରଣକୁ। ଶୁଣି କରି ନୃପ ହେଲେ ଆନନ୍ଦିତ ମନ। ବିଚିତ୍ର ନବର ଏକ କଲେ ନିରିମାଣ। ନାନା ଦ୍ରବ୍ୟ ମଧ୍ୟରେ ତା ସଜାଇ ରଖିଲେ। ସଖୀ ଅନେକ ତାଙ୍କର ସେବାରେ ଖଞ୍ଜିଲେ। ଆନନ୍ଦ ମନେ ରହିଲେ ତହିଁ ସତ୍ୟବତୀ। ଶାପ ଦେଇଥିଲେ ତାଙ୍କୁ ଜନନୀ ପାର୍ବତୀ। ରାଜାଙ୍କ ରାଣୀ ହୋଇଲେ ଜୟା ମୋର ତରେ। ଶୁଣ କେଉଁ ପରି ଶିବ ପ୍ରିୟା ସେହି ହେଲେ। ଅପୂର୍ବ ଗାଥା ଯେ ସତ୍ୟ ବତୀର ଚରିତ। ଗୀତ ଛନ୍ଦରେ ଭଣିଲେ ଦୀନ ବୁଦ୍ଧିମନ୍ତ। ମାତା ପାର୍ବତୀଙ୍କର ଅନ୍ନପୂର୍ଣ୍ଣା ନାମ। ଶୁଣ ଆହେ ସାଧୁଜନ ଅପୂର୍ବ ଚରିତ। କରିଥିଲେ ବିଜେ ଦିନେ ଉମା ଦେବୀ କାନ୍ତ। ଶାକମ୍ଭରୀ କୈଳାସ ଶିଖରେ ମିଳିଲେ। ବିନୟ କରିଣ ତାଙ୍କୁ ବଚନ ବୋଇଲେ। ପରମ କାରଣ ଭୋଳାନାଥ ମହେଶ୍ୱର। କରତା ଅଟ ହେ ପ୍ରଭୁ ତିନି ଭୁବନର। ପାର୍ବତୀଙ୍କ ପ୍ରାଣନାଥ ତୁମ୍ଭେ ପଶୁପତି। ତବ ବିନେ ନ ମିଳିବ ମୋତେ ତ ମୁକତି। ଭୁଲ କରି ଅଛି କାହିଁ ପୁଣ୍ୟସ୍ଥାନ କାହିଁ। ଆହେ ପ୍ରାଣ ଧନ ମୋତେ କୁହନ୍ତୁ ବୁଝାଇ। ଦେଖିବା ପାଇଁ କିଭଳି ଅଛି ମୋର ମନ। ଦେଖିଲେ ସଫଳ ହେବ ମୋହର ଜୀବନ। ମୁଁ ତୁମ୍ଭର ପ୍ରାଣ ପ୍ରିୟା ଯେବେ ପ୍ରାଣେଶ୍ୱର। ଭୁଲ କ ଦେଖାଅ ମୋତେ ବିଳମ୍ବନ କର। ପାର୍ବତୀଙ୍କ ମୁଖ ଶୁଣି ଏସନ ବଚନ। କହନ୍ତି ହରଷ ହୋଇ ଦେବ ପଞ୍ଚାନନ। ମୁଖକୁ ଅନାଇ ତାଙ୍କ ଅଳପ ହସିଲେ। ଗମ୍ଭୀର ବାକ୍ୟ କହନ୍ତି ତାଙ୍କୁ ହରଷରେ। ମଧ୍ୟପୁରରେ ପବିତ୍ର ଅଛି ସ୍ଥାନ ମୋର। ତହିଁ ନ ବସିଲେ ପାପ ହୋଇଯାଏ ଦୂର। ବାରଣାସୀ କ୍ଷେତ୍ର ପବିତ୍ର ସ୍ଥାନ ମୋହର। ସର୍ବକ୍ଷେତ୍ର ପରେ ସେହି ଅଟଇ ଯେ ସାର। ପରମ ପବିତ୍ର ଅଟେ ବାରଣାସୀ ଧାମ। ସକଳ ତୀର୍ଥରେ ସେହି ହୋଇଛି ମଣ୍ଡନ। ପାଦ ପର ତଳେ ଶ୍ରୀମଣି କନିକା କ୍ଷେତ୍ର। ସର୍ବତୀର୍ଥ ମାନଙ୍କରୁ ଅଟଇ ପବିତ୍ର। ଗଙ୍ଗା ନଦୀ ଶ୍ରେଷ୍ଠ ନଦୀ ମାନଙ୍କ ମଧ୍ୟରେ। ନର ପଶୁ ପକ୍ଷୀ ସ୍ନାନ କଲେ ସେ ତୀର୍ଥରେ। କୀଟ ପତଙ୍ଗାଦି ସ୍ନାନ
କଲେ ମୁକ୍ତି ପାଇ। ଲେଶ ମାତ୍ର ପାପ ଦେହେ ତାଙ୍କ ନର ହୋଇ। ଉତ୍ତର ବାହିନୀ ସଦା ଗଙ୍ଗା କାଶୀ କ୍ଷେତ୍ର। ବହି ଯାଉଅଛି ଘେନି କରି ବହୁ ତୀର୍ଥ। ସେ ପବିତ୍ର ସ୍ଥାନ କଥା କହି ତ ନ ପାରେ। ପୁଣ୍ୟ ସ୍ଥାନ ନଟଇ ସେ ପୁଣ୍ୟ ଭରପୁରେ। ବିଚିତ୍ର ଆସନ ମୋର ତହିଁରେ ଯେ ଥାଇ। କାଶୀ କ୍ଷେତ୍ର ମୋର ପୁଣ୍ୟ ସ୍ଥାନ ଯେ ଅଟଇ। ସଦା ରହିଅଛି ମୁହିଁ ଧାମ ମାନଙ୍କରେ। ବିଶେଷ କରି କହିବି କେତେ ତୋ ଆଗରେ। ଈଶ୍ୱରଙ୍କ ମୁଖ ଶୁଣି କାଶୀ କ୍ଷେତ୍ର କଥା। ବିନୟ ହୋଇଣ ଦେବି ପୋଛିଲେ ସର୍ବଥା। ମୁହିଁ ଗମନ କରିବି ପ୍ରଭୁ ଆଜ୍ଞା ଦେଲେ। କରିବ ଦର୍ଶନ ତୁମ୍ଭେ ଏ ପୁଣ୍ୟ ଧାମରେ। ପଶୁପତି ପାର୍ବତୀଙ୍କ ଏ ବଚନ ଶୁଣି କହନ୍ତି ସେ ସ୍ଥାନେ ଜଳି ଯାଅ ଗୋ ଭବାନୀ। ଧରାରେ ମୁକୁମଣି ସେ କ୍ଷେତ୍ର ସେ ଅଟଇ। ତହିଁ ଯିବା ପ୍ରାଣୀ ନିଶ୍ଚେ ମୁକତିଲ ଭଇ। ଆଗ କାଶୀ କ୍ଷେତ୍ରେ ତୁମ୍ଭେ କର ଗୋ ଗମନ। ବୀଳଭଦ୍ର କୁମରକୁ ସଙ୍ଗରେ ଘେନିଣ। ତୁମ୍ଭ ପରେ ମୁଁ ସେ ସ୍ଥାନେ କରିବି ଗମନ। କାର୍ତ୍ତିକେୟ ଗଜାନନ ସଙ୍ଗରେ ଘେନିଣ। ଶଙ୍କର ଆଜ୍ଞା ପାଇ ସେ ଉମାହର ସରେ। ବଦନ ବିକଶି ଉଠେ ଚନ୍ଦ୍ରମା ପ୍ରକାରେ। ମୃଗରାଜନ ପୃଷ୍ଠରେ ବିଜେ କଲେ ମାତ। ମାତୃଗଣ ଚତୁର୍ଦିଗେ ବେଢ଼ିଣଛନ୍ତି ତ। ଚାମର କେହୁ ପକାଏ ଖଦିକେ ବିଞ୍ଚଇ। ରଙ୍ଗପାଟ ଜନନୀଙ୍କ କୁଞ୍ଚିକେ ଧରଇ। ରଙ୍ଗ କୁସୁମର ଛତ୍ର କେ ଧରିଅଛଇ। ବିଞ୍ଚଣି ଧରିଣ କେହୁ ଧବରେ ବିଞ୍ଚୁଥାଇ। ଉଭା ହୋଇଅଛି ଧରିଣ ମୁକୁର। ହସ୍ତେ କାର ଧୀପ କାଠି ଦିଶଇ ସୁନ୍ଦର। ପୁଷ୍ପଗୁଚ୍ଛ ମାନ ଯତ୍ନେ ଧରିଅଛି କେହି। ବାରଣାସୀ ଯାନ୍ତି ହରସରେ ମହାମାଇ। ଅତି ଧୀରେ ମହାମାଇ କରନ୍ତି ଗମନ। ଶଙ୍ଖ ବାଜୁଅଛି ଜୟ ଶବ୍ଦ ଘନ ଘନ। ମାତ ଭବାନୀ କାଶୀ କ୍ଷେତ୍ରରେ ଯେ ମିଳିଲେ। ଶ୍ରାବଣୀ କନିକା କ୍ଷେତ୍ର ପ୍ରଥମେ ଦେଖିଲେ। ସଦାଶିବ ମନୋହରି ତହିଁ କଲେ ସ୍ନାନ। ନିଶ୍ଚିତ ରହିଲେ ମାତ ଶିବଙ୍କ ଧ୍ୟାୟିଣ। ଗଙ୍ଗା ଜଳେ ସ୍ନାନ କରି ନିତ୍ୟ କର୍ମ ମାନ। ଲକ୍ଷେ ବାର ସୁମରନ୍ତି ପ୍ରଭୁ ନାମ ଜାଣ। ଜ୍ୟୋତିର୍ଲିଙ୍ଗ ପୂଜା କରନ୍ତି ନୀତି ଗୌରୀ। ଶୁଣ ଯା ଘଟିଲା ମନ ଦେଇ ବ୍ରହ୍ମଚାରୀ। ଦୁର୍ଭିକ୍ଷ ପଡ଼ିଣ ଅଛି ସେହି କ୍ଷେତ୍ରବରେ। ଅନ୍ନ ଜଳ ନ ମିଳଇ ତହିଁ ଭକ୍ଷିବାରେ। ଦୁର୍ଭିକ୍ଷେ ପୀଡ଼ିତ ଅଛନ୍ତି ତହିଁ ସର୍ବଜନ। ଉଦର ଜ୍ୱାଳାରେ ଛଟପଟ ସର୍ବପ୍ରାଣ। ପ୍ରାଣ ରହିଅଛି
କଣ୍ଠାଗ୍ରତ ସର୍ବପ୍ରାଣୀ। କ୍ଷୁଧା ନଳେ ବ୍ୟାକୁଳିତ ହୃଦ ହୁଏ ହାଣି। ମାତା ପାର୍ବତୀ ଏମନ୍ତ କାଳରେ ମିଳିଲେ, ତାଙ୍କୁ ଦର୍ଶନ କରି ସର୍ବେ ତୋଷ ହେଲେ। ପୁରୀ ଗଲା ଧନ ରତ୍ନ ସବୁରି ମନ୍ଦିରେ, ସ୍ତମ୍ଭୀଭୂତ ହେଲେ ଦେଖି ସକଳ ସେଠାରେ। ପରସ୍ପରେ ଅନ୍ନପୂର୍ଣ୍ଣା ବୋଲି ଉଚ୍ଚାରିଲେ, ଅନ୍ନ ମିଳି ଯାନ୍ତା ଏତେ ସେ ନାହୁଁ ଅଇଲେ। ସର୍ବେ ଏକ ମେଳ ହୋଇ କରନ୍ତି ବିଚାର, ଋଷିମାନଙ୍କୁ ପୁଛିବା ଚାଲ ହେ ସକଳ। ବିଚାର ହୋଇଣ ସର୍ବେ ଏକତ୍ର ମନରେ, ଜଣାଇଲେ ଯାଇ ମୁନି ମାନଙ୍କ ପାଖରେ। ଅସଂଖ୍ୟକ ବ୍ରହ୍ମ ଋଷି କାଶୀ କ୍ଷେତ୍ରେ ଥାନ୍ତି, ଲୋକଙ୍କ ମୁଖରୁ ଶୁଣି ମନେ ବିଚାରନ୍ତି। ଲୋକହିତେ ଜଗଦମ୍ବା କହନ୍ତି କେଜନ, କାଶୀ କ୍ଷେତ୍ରେ ଆସିଛନ୍ତି ଛାଡ଼ି ନିଜ ଧାମ। ଆବର କେହୁ କହି ତାଙ୍କ ପ୍ରିୟ କ୍ଷେତ୍ର, ତାଙ୍କ ଆଗମନ ଲାଗୁଛି ଆଶ୍ଚର୍ଯ୍ୟବତ। ଆନ କେହୁ କହେ ଯାଇ କରିବା ଦର୍ଶନ, ବିଶ୍ୱେଶ୍ୱର ମନ୍ଦିରକୁ କରିଲେ ଗମନ। ଦେଖନ୍ତି ମାତା ପାର୍ବତୀ ରହିଅଛି ତାହିଁ, କୃତ୍ୟ କୃତ୍ୟ ହେଲେ ପାଦେ ପଡ଼ିଲେ କଷଇ। ଜଗତର ମାତା ବିଜେ ଦେଖିଣ ସେଠାରେ, ଚର୍ମ ଡୋଳେ ଦର୍ଶନ ପ୍ରତ୍ୟକ୍ଷ କରିଲେ। ନିସ୍ତରିଲୁ ଆଜ ବୋଲି ସକଳ କହନ୍ତି, ବଦନ ସାରଜ ଦେଖନ୍ତେ ପବିତ୍ର ଆଖି। ଆନ କହି ମୁକ୍ତି ସେ ହସ୍ତରେ ଆମ୍ଭର, ଜଗତ ଜନନୀ ପ୍ରସନ୍ନ ହେଲେ ବାର। ନାନା ଉପଚାର ମାତାଙ୍କର ଶ୍ରୀଚରଣ, ପୂଜିଲେ ଭକତି ଭାବେ ଆନନ୍ଦ ହୋଇଣ। ଭକ୍ତି ଭରେ କେତେ ଦ୍ୱିଜ ଚରଣେ ନମିଲେ, ଆବର କେତେକ ତାଙ୍କୁ ସ୍ତୁତି ବାକ୍ୟ କଲେ। ଚରଣ ଧୋଇଣ ଜଳେ ସିଞ୍ଚେ ଯେ ଶରୀରେ, ଯୋଗ ମାର୍ଗରେ କେତେକ ଧ୍ୟାନ କରିଲେ। କେକ ହୋଇ ତୁମ୍ଭେ ସଦା ଶିବଙ୍କ ଘରଣୀ, ଦୟା କଲ ଏତେ କାଳ ଆସି ଗୋ ଜନନୀ। ତୁମ୍ଭ ଯୋଗୁ ଘରେ ଘରେ ଅନ୍ନ ପରିପୂର୍ଣ୍ଣ, ଅନ୍ନପୂର୍ଣ୍ଣା ଠାରୁ ହେଲା ତବ ନାମ। ଜମାଉଛ ଏତିକି କରୁଣାମ୍ଭ ପର, ରଖିଥିବ ଖ୍ୟାତ ନାମ ହେଉ ଗୋ ତୁମ୍ଭର। କହି ଋଷି ଗଣ ପାଦ ତୀକ୍ଷଣ ପଡ଼ିଲେ, ଶିରେ କର ଯୋଡ଼ିଣ ତହିଁ ଭାଜେ ହେଲେ। ଭକତି ଭାବ ଋଷିଙ୍କ ଦେଖି ମାଉବାଣୀ, ଶିର ଧାର୍ଯ୍ୟ ତୁମ୍ଭ ବାକ୍ୟ ଭାସିଲେ ବାଣୀ। ଅନ୍ନପୂର୍ଣ୍ଣା ତୁମ୍ଭ ବାକ୍ୟେ ନାମ ହେଉ ମୋର, ଦିନ ରାତି ଯାଉ ରହି ଏ ପୁଣ୍ୟ ଧାମର। ଏହି ବର ଦେଉଅଛି ଶୁଣ ଋଷି ଗଣ, କାଶୀ କ୍ଷେତ୍ରେ ନ ରହିବେ ଉପାସକେ ଜନ।
ଅନ୍ନପୂର୍ଣ୍ଣା ନାମେ ଯେହୁ କରିବ ପୂଜନ, ଅନ୍ନ ବସ୍ତ୍ର ଲଭି ସୁଖେ ବଞ୍ଚିବ ସେ ଦିନ। ଭଗବତୀ ଆନନ୍ଦରେ ଏହି ବର ଦେଲେ, ଶୁଣିଣ ଋଷି ସକଳ ଆନନ୍ଦିତ ହେଲେ। ଶ୍ରଦ୍ଧାରେ ମହାଦେବୀଙ୍କୁ କେ କଲେ ପୂଜନ, ନିଜ ନିଜ ସ୍ଥାନେ ସର୍ବ କରିଲେ ଗମନ। ଆନ ଜନ ମାତାଙ୍କର ଚରଣ ପୂଜିଲେ, ତାଙ୍କ ପୁଣ୍ୟ କହି ନୁହଁଇ ଯେ ସେ ଭାଷାରେ। ମହାମାୟୀ ଶ୍ରୀ ଚରଣ ତଳରେ ଯେ ମନ, ନିବେଶି ଗୀତ ରଚଇ ବୁଦ୍ଧିମନ୍ତ ଦି